ଆପଣଙ୍କ ନାଁ କୁହନ୍ତୁ। ସୁଜ୍ଞାନୀ ଦାସ ଆମର ବାଲୁଗାଁ ଆମେ ଆକ୍ଚୁଆଲି ରହୁଛୁ ରାଉରକେଲାରେ। କ'ଣ ଅନୁଭୂତି ଅଛି ମା କୁହନ୍ତୁ। ଅନୁଭୂତ ବହୁତ ଅଛି କିନ୍ତୁ ସେଥିରୁ ଗୋଟେ କହୁଛି ମୋର ପ୍ରୋବ୍ଲେମ୍ ମୋର ଝିଅ ହେଲା ଆଗ ତାପରେ ମୋର ଗୋଟେ ପ୍ରୋବ୍ଲେମ୍ ହେଲା ଯୋଗୁଁ ଯାହାଫଳରେ ଆଉ ଛୁଆ ପିଲା ହେଲାନି ହେଲା ପରେ ତାପରେ ମୁଁ ସେଇ କାଳିଆ ଠାକୁରଙ୍କୁ ବିଶ୍ୱାସ କଲି। ମୁଁ କହିଲି ପ୍ରଭୁ ମୋତେ ଗୋଟେ ପୁଅଟେ କେମିତି ଦିଅନ୍ତୁ। ତାପରେ 10 ବର୍ଷ ପରେ ଝିଅର 10 ବର୍ଷ ପରେ ଗୋଟେ ପୁଅ ମୋର ହେଲା। ପୁଅ ହେଲା ପରେ ଏବେ ପୁଅ 20 ବର୍ଷ ହେଲାଣି ଆଉ ଡିପ୍ଲୋମା ସରିଲା ତାର ଏବେ କୁଆଡ଼େ ଚାକିରିକି ଯିବ ଆଉ ଗୋଟେ ଅନୁଭୂତି ଅଛି ମୋ ମଝିଆ ଭାଇ ଏଇ ପୁରୀରେ ରହୁଛନ୍ତି ଆମେ ବ୍ରାହ୍ମଣ ଲୋକ ଆମେ ସିଏ କ'ଣ ତାର ଏମିତି ଗୋଟେ ଦୁର୍ଘଟଣା ଘଟିଲା 2004 କି 5 ହେବ ଦୁଇଟା ଛୁଆ ଏକା ସାଙ୍ଗରେ ଏଇ ପୁରୀ ମାତାକୁ ସେଇ ସାହି ମଠ ସାହିରେ ଘର ଭଡ଼ା ନେଇକି ରହୁଥିଲା ତାର କ'ଣ ହେଲା ଦୁଇଟାକ ଛୁଆ ଏକା ସାଙ୍ଗରେ ପାଣିରେ ବୁଡ଼ିକି ମରିଗଲେ। ଦୁଇଟାକ ଛୁଆ ମରିଗଲା ପରେ ବହୁତ ସେ ଭାଇ ଭାଙ୍ଗି ପଡ଼ିଲା। ଏମିତି ହଉ ଭାଉଜ ବି ଫ୍ୟାମିଲି ପ୍ରାଣୀ ଅପରେସନ୍ ବି ହେଇଯାଇଛନ୍ତି। ତାପରେ ଭଗବାନଙ୍କ ଦୟାରୁ ସେଇ କାଳିଆଙ୍କ ଦ୍ୱାରୁ ସେମାନଙ୍କୁ ହରେଇଥିଲା ସେମାନେ ପୁଣି ଆଉ ଥରେ କେମିତି ସେଇ କାଳିଆଙ୍କ ଦ୍ୱାରା ପୁଣି 10 ବର୍ଷ ପରେ ପୁଣି ଆଉ ଥରେ ଗୋଟେ ପୁଅ ହେଲା। ମାନେ ଫ୍ୟାମିଲି ପ୍ରାଣୀ ଅପରେସନ୍ ଏଇଟା କାଳିଆର ଚମତ୍କାର ନୁହେଁ ତ ଆଉ କ'ଣ ହେଲେ କାଳିଆର ଚମତ୍କାର ଦ୍ୱାରା ସେ ତାଙ୍କରି ଦ୍ୱାରା ହରେଇଥିଲା ଦୁଇଟା ଛୁଆକୁ ପୁଣି ଆଉ ଗୋଟିଏ ଛୁଆ ପୁଣି 10 ବର୍ଷ ପରେ ପୁଣି ଆଉ ଥରେ ଗୋଟେ ଛୁଆ ଭଗବାନ ପୁଣି ଦେଲେ। ହେଲେ ସେଇଠୁ ଆମର ଏମିତି ଠାକୁରଙ୍କ ପ୍ରତି ଏତେ ଭକ୍ତି ବିଶ୍ୱାସ ବଢ଼ିଯାଇଛି ତା ସୀମା ବାହାର। କିନ୍ତୁ ବହୁତ ମାନେ ସେତେବେଳେ ମୋ ଭାଇ ପୁରା ପାଗଳ ଭଳିଆ ହେଇଗଲେ ଆମ ପରିବାର ପୁରା ଭାଙ୍ଗି ପଡ଼ିଲା। ମୋ ନନା ମୋ ବୋଉ ଆମେ ବ୍ରାହ୍ମଣ ଲୋକ ମୋ ନନା ବୋଉ ମୋ ନନା ଏବେ 4-5 ବର୍ଷ ତଳେ ଡେଥ୍ କରିଗଲେ। ବୋଉ ଅଛି ଆଉ ସାନ ଭାଇ ଭାଉଜ ଏଇଠି ବି ରହୁଛନ୍ତି ତା ଫ୍ୟାମିଲି ନେଇକି ଆଉ ମଝିଆ ଭାଇର ଏ ପୁଅ 10 ବର୍ଷର ହେଇଗଲାଣି ସେ ପୁଅଟି 10 ବର୍ଷ। ଆଚ୍ଛା ଆପଣ ଆଜି ଆସିଛନ୍ତି ନରେନ୍ଦ୍ର କୂଳରେ ଚାପ ଦେଖିଲେ? ହଁ ଚାପ ଦେଖିଲୁ କାଳିଆ ଦର୍ଶନ କଲୁ ଚାପ ଦେଖିକି ସେ ସାଙ୍ଗରେ ହିଁ ଆସିଲୁ। ଜୟ ଜଗନ୍ନାଥ ଟିଭି ଦେଖନ୍ତି ସବୁବେଳେ ସାର୍ ମୁଁ ଉଠିବି ଭୋର 5ଟାରେ ଉଠିବି ଆଗ ମୁହଁ ଧୋଏ କି ନ ଧୋଏ ଆଗ ଟିଭି ଲାଗିବ ମୁଁ ଆଗ କାଳିଆକୁ ଦର୍ଶନ କରି ଯିବି ମୁହଁ ଧୋଇବାକୁ। ମୋର ଏଇଟା ପୁରା ଏବେ ପୁରା 2 ବର୍ଷ କଣ୍ଟିନ୍ୟୁ 2 ବର୍ଷ ମୁଁ ତ ଜାଣିନଥିଲି ଆଗରୁ ବୋଧେ ଥିଲା କି କ'ଣ କିନ୍ତୁ ଏବେ କଣ୍ଟିନ୍ୟୁ 2 ବର୍ଷ ହେଲା ପୁରା ଚାଲିଛି ଆମର ସକାଳୁ 5ଟାରେ ମୁଁ ଉଠିବି ମାନେ ଆଗ ଟିଭି ଲାଗିବ 12ଟା ପର୍ଯ୍ୟନ୍ତ ଆମର ଚାଲିଥିବ ସେ ଟିଭି ଆଉ ବନ୍ଦ ହେବନି। ତାପରେ 12ଟା ପରେ ଆସିଲେ ବାବୁ ତାଙ୍କର ଆସିଲେ କେତେବେଳେ ସେ କ'ଣ ଅଲଗା ଲଗାଇବେ ପୁଣି ଫେରେ ସନ୍ଧ୍ୟା 5ଟାରୁ ଲାଗିବ ଯେ ରାତି 10ଟା 10:30 ପର୍ଯ୍ୟନ୍ତ ଲାଗିକି ରହିବ। ଆଚ୍ଛା ମା ଆପଣ ଏଇ ଯେଉଁ ଚନ୍ଦନ ଯାତ୍ରା ଚାଲିଛି ଚନ୍ଦନ ଯାତ୍ରା ସିଧା ପ୍ରସାରଣରେ ଦେଖନ୍ତି ଚାପ ଦେଖନ୍ତି? ସବୁଦିନ ମୁଁ ସେ ଦେଖିକି ମାନେ ଏମିତି ମୋତେ ଖାଲି ଲାଗିଲା ମୋତେ ଯେମିତି ପାଖରେ ଏଇଠି ତ ମୋ ଭାଇ ଜଣ ରହୁଛନ୍ତି 2 ଭାଇ ରହୁଛନ୍ତି ପୁରୀରେ ଆଉ ମୁଁ ସେଇଠୁ କ'ଣ କିଛି ତ ହଠାତ୍ କିନା ଏମିତି ପ୍ରୋଗ୍ରାମ୍ ନଥିଲା କିଛି ହଠାତ୍ କିନା ପ୍ରୋଗ୍ରାମ୍ ମୁଁ କରିଦେଲି। ମୁଁ କହିଲି ନାଇଁ ମୋତେ ଯେମିତି ଲାଗୁଛି ସେ ଚାପ ଦେଖିଲା ମାନେ ଠାକୁର ଆସୁଛନ୍ତି ବଡ଼ ଦାଣ୍ଡରୁ ମୋତେ ଲାଗୁଛି ଯେମିତି ନାଇଁ ମୋତେ ଯେମିତି ଯିବି ଯେମିତି ହେଲେ କହିକି ମୋତେ ସଡନ୍ ଏମିତି କେମିତି ଭଗବାନ ମୋତେ ଟାଣିକିରି ଆଣିଲେ ସେ ଆମ ପଡ଼ିଶାର ଜଣେ ମୁଁ କହିଲି ନାଇଁ ଚାଲ ଯିବା ଯେମିତି ହେଲେ ମୋତେ ଆଉ ମୁଁ ଜମା ରହିପାରୁନି ମୁଁ ଆଉ ନ ଦେଖିକି ସେ ଚାପ ମୋତେ ଯେମିତି ଲାଗୁଛି ସେ ଟିଭିରେ ଦେଖିଲା ମାନେ ମୋତେ ଲାଗୁଛି ଯେମିତି ମୁଁ ସେ ପାଖରେ କେମିତି ଅଛି କି ମୋତେ ଏମିତି ଲାଗୁଛି। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ମା ଆପଣଙ୍କୁ ଜୟ ଜଗନ୍ନାଥ ଟିଭି ତରଫରୁ ଗୋଟେ ସୁନ୍ଦର ଭଜନ ପୁସ୍ତକଟି ପ୍ରଦାନ କରାଯାଉଛି। ମହାପ୍ରଭୁଙ୍କ ସ୍ୱର ସେବିକା ସୁନାମଧନ୍ୟ ସୁଗାୟିକା ନମିତା ମାଙ୍କ ଦ୍ୱାରା ମାନେ ଗାନ କରାଯାଇଥିବା ସମସ୍ତ ଭଜନ ଏ ପୁସ୍ତକରେ ରହିଛି।